ओम गुरु ब्रह्मा गुरु विष्णु गुरुदेव महेश्वरो गुरु साक्षात परम ब्रह्मा तस्मै श्री गुरुवे नमः। हरि ओम शंभु हरि ओम शंभु। नमस्कार प्रिय दर्शक बंधु, आपणकर जदि कन्या राशि होइथाय तेबे ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଏହି ନୂତନ ବର୍ଷ 2026ରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ହେବ। ତାହା ସହିତ ଏହି ନୂତନ ବର୍ଷ 2026ର ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ, ଯାହା ଆପଣଙ୍କ ଜୀବନଟିକୁ ବହୁତ ମାତ୍ରାରେ ପରିବର୍ତ୍ତନ କରାଇଦେବ। ତେଣୁ ଆପଣ ଯଦି କନ୍ୟା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ ଏବଂ କମେଣ୍ଟରେ ଜୟ ମା ମଙ୍ଗଳା, ଜୟ ଶନିଦେବ, ଜୟ ମହାଦେବ ନିଶ୍ଚୟ ଲେଖିବେ। ଦେଖନ୍ତୁ, ପ୍ରଥମତଃ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କର ଇଷ୍ଟଦେବ ହେଉଛନ୍ତି ଇଷ୍ଟଦେବ ହେଉଛନ୍ତି ବୁଧ ମହାଗ୍ରହ, ଯାହା ଆପଣଙ୍କର ପଞ୍ଚମ ଭାଗରେ ଅଧିପତି ଭାବରେ ରହିଛନ୍ତି ଏବଂ ଆପଣଙ୍କର ପଞ୍ଚମ ଭାଗରେ ଅଧିପତି ଭାବରେ ରହିଥିବାରୁ ଆପଣଙ୍କୁ ବହୁତ ମାତ୍ରାରେ କ୍ୟାରିୟର କ୍ଷେତ୍ରରେ ସପୋର୍ଟ କରିବେ। ତାହା ସହିତ ଆପଣଙ୍କୁ ବହୁତ ଧନରତ୍ନର ଉପାର୍ଜନ ମଧ୍ୟ କରିବେ। ଆପଣ କୌଣସି ପୈତୃକ ସମ୍ପତ୍ତି ମଧ୍ୟ ପ୍ରାପ୍ତ କରିପାରନ୍ତି। ତେଣୁ ଆପଣ ବହୁତ ମାତ୍ରାରେ ବ୍ୟସ୍ତବହୁଳ ହୁଅନ୍ତୁ ନାହିଁ। ତେଣୁ ଆପଣ ଆପଣଙ୍କ କର୍ମ କରିଚାଲନ୍ତୁ, ଦେଖିବେ ବହୁତ ମାତ୍ରାରେ ଫଳପ୍ରାପ୍ତ କରିବେ। କିନ୍ତୁ ବୁଧ ମହାଗ୍ରହଙ୍କ ହେତୁ ଆପଣଙ୍କ ଘରେ ଶନିଙ୍କର ମଧ୍ୟ ବହୁତ ମାତ୍ରାରେ ପ୍ରଭାବ ରହିଅଛି। ତେଣୁ ଶନିଙ୍କ ପ୍ରଭାବ ହେତୁ ଆପଣ କିଛି ଭଲ କର୍ମ କରନ୍ତୁ, ଯାହାଫଳରେ କି ଭଲ କର୍ମ କରିବା ଦ୍ୱାରା ଶନିଙ୍କର ଭଲ ଫଳ ପ୍ରାପ୍ତ କରିବେ ଏବଂ ଶନି ଆପଣଙ୍କ ଉପରେ ଭଲ ଦୃଷ୍ଟି ପକାଇବେ। ତେଣୁ ଆପଣ କିଛି ଭଲ କର୍ମ କରନ୍ତୁ ଏବଂ ଭଲ ଫଳ ପ୍ରାପ୍ତ କରିବେ। ତେଣୁ ଆପଣ କୌଣସି ଗରିବ ବ୍ୟକ୍ତିକୁ ହେଉ, କୌଣସି ଦରିଦ୍ର ବ୍ୟକ୍ତିକୁ ହେଉ, ଆପଣଙ୍କ ଦ୍ୱାରା ଯଦି ସମ୍ଭବ ହେଉଛି ଅର୍ଥ ଦାନ କରିପାରନ୍ତି କିମ୍ବା ବସ୍ତ୍ର ଦାନ କରିପାରନ୍ତି, ଖାଦ୍ୟ ଦାନ କରିପାରନ୍ତି। ଆପଣଙ୍କ ଦ୍ୱାରା ଯେଉଁପରି ଭାବରେ ସମ୍ଭବ ଆପଣ ସେହିପରି ଭାବରେ ଦାନ କରିବେ, ଦେଖିବେ ଆପଣଙ୍କର ନିଶ୍ଚିତ ଭାବରେ ମଙ୍ଗଳ ହେବ। ଦ୍ୱିତୀୟରେ, ଆପଣ ଯଦି ପାରୁଛନ୍ତି ପ୍ରତ୍ୟେକ ଶନିବାର ଦିନ ଯେକୌଣସି ମହାଦେବ ମନ୍ଦିରକୁ ଯାଇ ଯାତ୍ରା କରନ୍ତୁ ଏବଂ ସେଠାରେ ଜଳସାଇ କରନ୍ତୁ, ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ଉନ୍ନତି ଆସିବ। କିନ୍ତୁ ଏହି ମକର ସଂକ୍ରାନ୍ତି ଦିନ ଆପଣ ମନେ ରଖନ୍ତୁ, ଏହି ମକର ସଂକ୍ରାନ୍ତି ଦିନ ଏହି ମକର ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବ। ତିନୋଟି କାର୍ଯ୍ୟ କରିବେ। ଏହି ମକର ସଂକ୍ରାନ୍ତି ଠାରୁ ଆପଣ ତିନୋଟି କାର୍ଯ୍ୟ କରିବେ, ଯାହା ଆପଣଙ୍କ ଜୀବନଟିକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରାଇଦେବ। ତେଣୁ କ'ଣ ସେହି ତିନୋଟି କାର୍ଯ୍ୟ ମନେ ରଖନ୍ତୁ। ପ୍ରଥମତଃ, ଏହି ମକର ସଂକ୍ରାନ୍ତି ଠାରୁ ଆପଣ ମକର ସଂକ୍ରାନ୍ତି ଦିନ ଆପଣଙ୍କର ଗ୍ରାମଦେବୀ ହେଉ କିମ୍ବା ଆପଣଙ୍କର ନିକଟସ୍ଥ ଆପଣଙ୍କର ଇଷ୍ଟଦେବୀ ମା ମଙ୍ଗଳାଙ୍କ ମନ୍ଦିର, ଯେକୌଣସି ମା ମଙ୍ଗଳାଙ୍କ ମନ୍ଦିରକୁ ଯାଇ ଯାତ୍ରା କରନ୍ତୁ ଏବଂ ସେଠାରେ ଯାଇ ଆପଣଙ୍କର ସଦସ୍ୟ ଘରେ ଆପଣଙ୍କର ଯେତିକି ସଦସ୍ୟ ଅଛନ୍ତି ସେତିକି ସଦସ୍ୟଙ୍କ ନାମରେ ଆପଣ ଦୀପ ଜଳାନ୍ତୁ ଏବଂ ସେହି ଦୀପ ମଧ୍ୟ ଆପଣଙ୍କର ରାଶି ତେଲରେ ଜଳା ହୋଇଥିବା ଦରକାର। ବିନା ଘିଅରେ ରାଶି ତେଲରେ ଜଳା ହୋଇଥିବା ଦରକାର। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ଘଟିବ ଏବଂ ଆପଣଙ୍କୁ ମା ମଙ୍ଗଳାଙ୍କର ବିଶେଷ ଆଶୀର୍ବାଦ ରହିବ। ଫଳରେ ଆପଣ କୌଣସି ଖରାପ କାର୍ଯ୍ୟ କରିବେ ନାହିଁ। ଯଦି ଆପଣଙ୍କର ଶତ୍ରୁଙ୍କର ମଧ୍ୟ ଭୟ ରହୁଛି, ତେବେ ମା ମଙ୍ଗଳା ମଧ୍ୟ ଆପଣଙ୍କୁ ଘଣ୍ଟ ଘୋଡ଼ାଇ ନିଶ୍ଚିତ ଭାବରେ ରଖିବେ। ତେଣୁ ଆପଣ ଏହାକୁ ମାନିଲେ ଆପଣଙ୍କର ନିଶ୍ଚିତ ଭାବରେ ମଙ୍ଗଳ ହେବ। ଦ୍ୱିତୀୟରେ, ଆପଣ ସେହି ପ୍ରତ୍ୟେକ ଦିନ ଛାଡ଼ ମକର ସଂକ୍ରାନ୍ତି ଦିନ ଆପଣ ଯେକୌଣସି ମହାଦେବ ମନ୍ଦିରକୁ ଯାତ୍ରା କରନ୍ତୁ ଏବଂ ସେଠାରେ ଜଳସାଇ କରନ୍ତୁ। ଆପଣଙ୍କର ଜାତକର ନାମ ଅନୁସାରେ
ଦେଖିବେ ଜାତକ ନାମ ଅନୁସାରେ ଜଳଶାୟୀ କରିବା ଦ୍ୱାରା ଆପଣଙ୍କ ଉପରେ ବହୁତ ମାତ୍ରାରେ ଫଳପ୍ରାପ୍ତ ହେବ ଏବଂ ଆପଣଙ୍କୁ ମହାଦେବଙ୍କର ବିଶେଷ ଆଶୀର୍ବାଦ ରହିବ। ତେଣୁ ଏହାକୁ ମାନିଲେ ଆପଣଙ୍କର ମଙ୍ଗଳ ହେବ। ଅନ୍ୟ ପଥରେ ଦେଖିବା ଯଦି ଦେବଗୁରୁ ବୃହସ୍ପତିଙ୍କର ମଧ୍ୟ ବିଶେଷ ଆଶୀର୍ବାଦ ରହୁଛି ଆପଣଙ୍କ ଉପରେ ଏବଂ ତା ସହିତ ଆପଣଙ୍କର ବହୁତ ମାତ୍ରାରେ ମଧ୍ୟ ଫଳପ୍ରଦ ହେଉଛି ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ଥିବାରୁ ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ ଉନ୍ନତି କରାଇବେ। ତା ସହିତ ଆପଣଙ୍କ ଚାକିରୀ କ୍ଷେତ୍ରରେ ମଧ୍ୟ ଉନ୍ନତି କରାଇବେ। ଆପଣଙ୍କୁ କୌଣସି ଅପରଚୁନିଟି ମିଳିପାରେ। ତା ସହିତ ଆପଣ ଯଦି ବିଜନେସ୍ କରୁଥାନ୍ତି ବିଜନେସ୍ କ୍ଷେତ୍ରରେ ମଧ୍ୟ ଆପଣଙ୍କର ଉନ୍ନତି ଘଟିବ। ତେଣୁ ଆପଣ ଏହାକୁ ମାନିଲେ ଆପଣଙ୍କର ନିଶ୍ଚିତ ଭାବରେ ମଙ୍ଗଳ ହେବ। ଗୋଟିଏ କାର୍ଯ୍ୟ କରିବେ, ଆପଣ ପ୍ରତ୍ୟେକ ଦିନ ସ୍ନାନ କରିସାରିବା ପରେ ପ୍ରତ୍ୟେକ ଦେବଗୁରୁ ବୃହସ୍ପତିଙ୍କୁ ଶାନ୍ତ ରଖିବାକୁ ହେଲେ ପ୍ରତ୍ୟେକ ଦିନ ସ୍ନାନ କରିସାରିବା ପରେ ଆପଣ ଯେକୌଣସି ମାନେ ପୋଖରୀ ହେଉ କିମ୍ବା କଳରେ ହେଉ ଯଦି ସ୍ନାନ କରୁଛନ୍ତି ଆପଣ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଆପଣଙ୍କର ବହୁତ ମାତ୍ରାରେ ସୂର୍ଯ୍ୟ ଆପଣଙ୍କ ଉପରେ କୃପା କରିବେ ଏବଂ ଜଳ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ତେଣୁ ଆପଣ ଜଳ ଅର୍ପଣ ମଧ୍ୟ କରନ୍ତୁ। ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ମଙ୍ଗଳ ଘଟିବ। ତେଣୁ ଆପଣ ଯଦି କନ୍ୟା ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରିବେ। ଆଉ ହଁ, ଆଉ ଗୋଟେ କଥା ମନେ ରହିଲା, ପ୍ରତ୍ୟେକ ଶନିବାର ଦିନ ହେଉ କିମ୍ବା ଏହା ଆପଣ ପ୍ରତ୍ୟେକ ଦିନ କଲେ ମଧ୍ୟ ଆପଣଙ୍କ ପାଇଁ ଶୁଭ ହେବ। କିନ୍ତୁ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ଟିକେ ପାଠ କରନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ତା ସହିତ ପ୍ରତ୍ୟେକ ଦିନ 2ରୁ 3 ବାର ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ଆପଣଙ୍କର ଜ୍ଞାନ ବଢ଼ିବ, ଧନ ରତ୍ନ ବଢ଼ିବ ଏବଂ ହନୁମାନଙ୍କର ବିଶେଷ କୃପା ମଧ୍ୟ ରହିବ। ଯଦି ଆପଣଙ୍କ ସମୟ ହେଉଛି ତା ସହିତ ଆପଣ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଜପ କରିପାରିବେ। ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର ଆତ୍ମାକୁ ଶାନ୍ତି ହୋଇଥାଏ ଏବଂ ଜ୍ଞାନ ମଧ୍ୟ ବଢ଼ିଥାଏ। ନବଗ୍ରହଙ୍କ ସ୍ଥିତି ମଧ୍ୟ ସ୍ଥିର ହୋଇଥାଏ ଏବଂ ସୁଦୃଢ଼ ମଧ୍ୟ ହୋଇଥାଏ। ତେବେ ଆପଣ ଏହାକୁ ମାନିଲେ ଆପଣଙ୍କର ନିଶ୍ଚିତ ଭାବରେ ମଙ୍ଗଳ ହେବ। ତେଣୁ ଆପଣ ଯଦି କନ୍ୟା ରାଶିର ବ୍ୟକ୍ତି ବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ। ତେଣୁ ଆପଣ ଆଉ ଗୋଟେ କଥା ମନେ ରହିଲା, ହନୁମାନ ଚାଳିଶା ପାଠ କରନ୍ତୁ କିନ୍ତୁ ପ୍ରତ୍ୟେକ ଦିନ ଶନିବାର ଦିନ ଟିକେ ଦେଖି ଅତ୍ୟଧିକ ମାତ୍ରାରେ ହନୁମାନ ଚାଳିଶା ପାଠ କରନ୍ତୁ। ଦେଖିବେ ଆହୁରି ମାତ୍ରାରେ ଆପଣଙ୍କର ମଙ୍ଗଳ ହେବ। ତେଣୁ ଏହାକୁ ମାନିଲେ ଆପଣଙ୍କର ମଙ୍ଗଳ ନିଶ୍ଚିତ ଭାବରେ ହେବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।